କିନ୍ତୁ ଯେଉଁମାନେ ମୃତ ସ୍ୱର୍ଗବାସୀ ହେଇଛନ୍ତି ତାଙ୍କ ରାସନ କାର୍ଡ଼ କାଟିବା ଦରକାର। ଯେଉଁମାନେ ଜୀବିତ ନାହାନ୍ତି, ଯେଉଁମାନେ ସ୍ୱର୍ଗବାସୀ ତାଙ୍କ ରାସନ କାର୍ଡ଼ କାଟିବା ଦରକାର, ନିହାତି ଆବଶ୍ୟକତା ରହିଛି। ଏବଂ ସରକାର ନିୟମ କରିଛନ୍ତି, ଗୋଟେ ନୂଆ ଯେଉଁ ପଲିସି କରିଛନ୍ତି, ଯେଉଁ ତର୍ଜମା କରୁଛନ୍ତି, ଏନକ୍ୱାରି କରୁଛନ୍ତି, ଯେଉଁମାନେ ରିଟର୍ଣ୍ଣ ଫାଇଲ୍ କରୁଛନ୍ତି, ଯେଉଁମାନେ ରିଟର୍ଣ୍ଣ ଫାଇଲ୍ କରୁଛନ୍ତି, ଛୋଟ ବ୍ୟବସାୟୀ ଯେଉଁମାନେ ପାନ ଦୋକାନ ପକାଇଛନ୍ତି, ଚା ଦୋକାନ ପକାଇଛନ୍ତି, ରୋଡ଼ ଉପରେ ପରିବା ବିକୁଛନ୍ତି, ଋଣ ନେବା ପାଇଁ ହେଲେ 50,000 କି ଲକ୍ଷେ 2 ଲକ୍ଷ ଟଙ୍କା ଋଣ ନେବା ପାଇଁ ହେଲେ ସେମାନେ ବ୍ୟାଙ୍କ ମାଗୁଛି ତାଙ୍କର ଇଏ ରିଟର୍ଣ୍ଣ ଫାଇଲ୍ ମାଗୁଛି, ରିଟର୍ଣ୍ଣ ମାଗୁଛି, ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ମାଗୁଛି। ସେଇଥିପାଇଁ ସେମାନେ ରିଟର୍ଣ୍ଣ ଜିରୋ ବାଲାନ୍ସରେ, ଜିରୋ ଇନକମ୍ରେ ସେମାନେ ଦେଉଛନ୍ତି, ରିଟର୍ଣ୍ଣ ଦେଉଛନ୍ତି। ପାନ ଦୋକାନୀ ବାଲା କେତେ, ତୁମର ଚା ଦୋକାନୀ କେତେ ଅଛି, ରୋଡ଼ ସାଇଡ଼ ଚା ବିକୁଛି କେତେ? ଯଦି ଏମାନେ ତାଙ୍କ ରେସନ କାର୍ଡ଼ କାଟିବେ ତାହେଲେ ତାଙ୍କ ପ୍ରତି ଅନ୍ୟାୟ ହେବ। ଛୋଟ ବ୍ୟବସାୟୀ, ସାନ ସାନ ବ୍ୟବସାୟ କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ବାହାତ ପଟ ମାରୁଛୁ, ଆମେ ସହଯୋଗ କରି ଉପରକୁ ଉଠାଇବା ପାଇଁ ତାଙ୍କ ରେସନ କାର୍ଡ଼ କାଟିଦେବେ। এই দলীয় ব্যবস্থাকে নেইকিরি সংঘীয় ব্যবস্থা রহবা দরকার। দলীয় ব্যবস্থাকে যদি করবে সংঘীয় ব্যবস্থা লোপ হয়ে যাব। সেপাই মু অনুরোধ করছি, যে ছোট ব্যবসায়ী অনেক তাঁর রেসন কার্ড কটা ন যাও, স্বচ্ছতা আসু, ନିର୍ମଳ ସ୍ୱଚ୍ଛତା ଆସୁ। ଯେଉଁଟାକି ସ୍ୱଚ୍ଛତା ଆଣିବନି, ଖାଲି ଗଲା ଗଭର୍ଣ୍ଣମେଣ୍ଟ ଆଗେ ପାଇଥିଲେ ଆଗକୁ କାଟିଦିଅ, ଯଦି ଚିନ୍ତା କରିବ ତାହେଲେ ରାଜ୍ୟ ପ୍ରତି କ୍ଷତିକାରକ ହେବ। ହଁ, ଯେଉଁମାନେ ବଡ଼ ବଡ଼ିଆ ସରକାରୀ କର୍ମଚାରୀ ଧରିବେ ତାଙ୍କ ଦରମାରୁ ରିକଭରି କରିଦିଅ, ତାଙ୍କ ପେନସନ୍ ଯେଉଁମାନେ ପାଉଛନ୍ତି ତାଙ୍କ ପେନସନ୍ରୁ ରିକଭରି କରିଦିଅ। ଯଦି ମନ୍ତ୍ରୀଙ୍କ ଭାଇମାନେ ବି ନେଇଛନ୍ତି ତାଙ୍କୁ ରିକଭରି କରିଦିଅ। ପ୍ରସଙ୍ଗ ରହିଛି ବର୍ତ୍ତମାନ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଉପରେ ସିବିଆଇ ରେଡ୍ ହେଉଛି ଏବଂ ଯେଉଁ ଚଞ୍ଚଳ ରଣା ଥିଲେ ବ୍ରିଜ୍ ଆଣ୍ଡ ରୋଡ୍ କର୍ପୋରେସନ 10 ଲକ୍ଷ ଟଙ୍କାର ଲାଞ୍ଚ କାରବାର ଏବଂ ଅଭିଯୋଗ ହେଉଛି ଯେ ସିଏ ଅବାଧରେ ପ୍ରବେଶ କରୁଥିଲେ ତୃତୀୟ ମହଲାରେ ପୂର୍ବ ସରକାର ସମୟରେ। ତାଙ୍କୁ ଲୋକସଭା ଭବନ ପୁରା ଖୋଲା ଥିଲା ଏବଂ ପୂର୍ବ ସରକାର ପୃଷ୍ଠପୋଷକତାରେ ସବୁ ଦୁର୍ନୀତି ହେଉଥିଲା। ଦେଖନ୍ତୁ, ଦୁର୍ନୀତି ତ ହେଇ ଚାଇରେ ବନା ନାହିଁ। ଦୁର୍ନୀତି ସେ ବିଷ୍ଣୁପଦ ସେଠୀ ହୁଅନ୍ତୁ କିମ୍ବା XYZ ହୁଅନ୍ତୁ, ଯିଏ ଦୁର୍ନୀତି କରିଛି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏକା ବାପା ପୈତୃକ ସମ୍ପତ୍ତି, ଯେ ପବ୍ଲିକ ମନି, ଗରିବ ଖଟିକିଆଙ୍କ ଟଙ୍କା, ତାହିଁରେ ବିଲ୍ଡିଂ ହେଉଛି, ତାହିଁରେ ବିକାଶ ହେଉଛି। ଏକା ପୈତୃକ ଘରୁ ଆଣିକି ଏକା ପୈତୃକ ସମ୍ପତ୍ତିରେ କିଏ ବିକାଶ କରିଦେଉନି। ଯଦି ଜଣେ ଦୁର୍ନୀତି କରିଛି, ସିବିଆଇ ତଦନ୍ତ ହେଉ କି କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଉ, ବିଜିନେସ୍ ହେଉ, ତାକୁ ଧରିବା ଦରକାର। ଆଇନରେ କ'ଣ ଅଛି? ଯିଏ ତଦନ୍ତ ଯିଏ ବି ହେଉ, ସେ ବିଷ୍ଣୁପଦ ସେଠୀ ହୁଅନ୍ତୁ କି XYZ ଯିଏ ହୁଅନ୍ତୁ କି ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିଆ ହୁଅନ୍ତୁ କି ଯିଏ ହେଉ। ଆରେ କିଟ୍ ତ କମିଟି ମୁଁ ୟା ଉପରେ କହିବି, କ'ଣ ଯେଉଁ ଆମର କ'ଣ ସିଏ ନା କ'ଣ ମିଶନ ଶକ୍ତି, ଦୀର୍ଘ ଦିନ ହେଲା ମିଶନ ଶକ୍ତି ଧାରଣାରେ ବସିଛନ୍ତି। ଯେଉଁ ମିଶନ ଶକ୍ତି ଧାରଣାରେ ବସିଛନ୍ତି, ଯେଉଁ ସିଓ ନା କ'ଣ ସେଟା କହୁଛନ୍ତି, ଇସି, ଯେଉଁ ଇସି କି ପୁନର୍ନିଯୁକ୍ତି, ପୁନର୍ଜନ୍ମ, ପୁନର୍ଗଠନ କରିବା ପାଇଁ ଦୀର୍ଘ ଦିନ ହେଲା ଇସି ଯେଉଁ ବସିଛନ୍ତି, ଷ୍ଟ୍ରାଇକ୍ରେ ବସିଛନ୍ତି ଇସି ମାନେ, ଏବଂ ତାକୁ ଯେଉଁ ପୁନର୍ଗଠନ କରିବା ପାଇଁ ବସିଛନ୍ତି, ପୁନର୍ଗଠନ ତାଙ୍କ ପଇସା ଦେଉନାହାନ୍ତି। ତାଙ୍କ ଦରମା ଦିଅ, ତୁରନ୍ତ ତାଙ୍କ ଦରମା ଦିଅ, ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ। ବହୁ ବର୍ଷ ହେଲା, 20 ବର୍ଷ ହେଲା, 25 ବର୍ଷ ହେଲା ଧରିକି ସେମାନେ ବସିଛନ୍ତି, ଚାକିରି କରିଛନ୍ତି। ବିନା ଦରମାରେ ଅନେକ ବର୍ଷ ଚାକିରି କଲେ। ଯେଉଁଟା ବିନା ଦରମାରେ ଚାକିରି କରୁଥିଲେ ଲୋକଙ୍କ ସେବା ପାଇଁ, ସେବା ପାଇଁ ସେମାନେ ଅଛନ୍ତି। ସ୍ୱଚ୍ଛ ଭାରତ ବାଲା ଅଛନ୍ତି ଏବଂ ଯେଉଁ ଅଛନ୍ତି ଆମର ପ୍ରତ୍ୟେକ ଇଏରେ ସ୍ୱଚ୍ଛ ମିଶନ ଶକ୍ତି ଯେଉଁ ଅଛନ୍ତି, ସେମାନଙ୍କୁ ସରକାର ଯଦି ଜାଣିଶୁଣି ହଇରାଣ କରିବେ ତାହେଲେ ମହିଳାମାନଙ୍କ ଉପରେ ବିପଦ ଆସିବ। ମହିଳାମାନେ ତଳକୁ ଖୋଜିବେ। ସେମାନେ ବର୍ତ୍ତମାନ ମହିଳାମାନେ ଡିମୋରାଲାଇଜ୍ ହେଇସାରିଲେଣି। ମହିଳାମାନଙ୍କୁ ଆଗକୁ ବଢ଼ିବାକୁ କହୁଛ, ୟାରେ ତାଙ୍କୁ ଡିମୋରାଲାଇଜ୍ କରୁଛ, ଏଇଟା ଶୁଭଙ୍କର ନୁହଁ।
देखंतु इलेक्शन कमिशन गोटे पार्लियामेंट गोटे प्रैक्टिस अच्छी अपोजिशन लीडर प्रधानमंत्री विभिन्न दल रहीकि किसी गोटे कमिटी अच्छी कमिटी निष्पत्ति नेबा कथा कि दुर्भाग्य दिल्ली सरकार नरेंद्र मोदी को सरकार तांको सुहायला भली इलेक्शन कमिशनर नियुक्ति देइचंती जेहेतु तांको सुहायला भली देइचंती मोर नेता राहुल गांधी ताको अपोज करुचंती कांग्रेस दल अपोज करुची जेहेतु गला थर जो इलेक्शन कमिशनर थिले सी बीजेपी केमती आसब विभिन्न राज्य रे एवं बीजेपी एमपी माने केमती जितबे ताकू से प्रयास करुले एवं से हिसाब से कार्य करुले एवं ता सहित जो एक्स्ट्रा भोट जो पड़ी लक्ष लक्ष भोट जो एक्स्ट्रा जो लक्ष लक्ष भोट जो पड़ी ताकू कंप्लेन कला परे मध्य ना गवर्नमेंट ना इलेक्शन कमिशनर ताकू प्रायोरिटी दौना देना से सरकार चाहते जे खाली तांको अंडर जे काम करिवो इलेक्शन कमिशनर तांको अंडर रे काम करवा लोक को से दौरान स्वच्छ लोक को निर्मल लोक को देना कि दबार भी प्रश्न होता